एप्रिल 2025 ପାଇଁ ବୃଷ ରାଶିର ରାଶିଫଳ। 2025 ମସିହାର ଏପ୍ରିଲ ମାସିକ ରାଶିଫଳ ଅନୁସାରେ ଏହି ମାସ ବୃଷ ରାଶିର ଲୋକଙ୍କ ପାଇଁ ଅନୁକୂଳ ହେବାର ସମ୍ଭାବନା ଅଛି। ଗୋଟିଏ ପଟେ ସୂର୍ଯ୍ୟ, ବୁଧ, ଶନି ଓ ଶୁକ୍ର, ରାହୁ ଭଳି 5ଟି ଗ୍ରହ ଆପଣଙ୍କ ଏକାଦଶ ଘରେ ପଞ୍ଚଗ୍ରହୀ ଯୋଗ ସୃଷ୍ଟି କରିବେ, ଯାହା ଫଳରେ ଆପଣଙ୍କ ଆୟରେ ଯଥେଷ୍ଟ ବୃଦ୍ଧି ହେବାର ସମ୍ଭାବନା ରହିବ। ଏହି ମାସରେ ଅନେକ ଉତ୍ସ ମାଧ୍ୟମରେ ଆପଣଙ୍କ ପାଖକୁ ଟଙ୍କା ଆସିବାର ସମ୍ଭାବନା ରହିପାରେ। ପ୍ରେମ ସମ୍ପର୍କରେ ଏପ୍ରିଲ ମାସ ବହୁତ ଭଲ ପାଇବାରେ ପୂର୍ଣ୍ଣ ରହିବ। ଏହି ସମୟ ମଧ୍ୟରେ ଆପଣଙ୍କର ଏକାଧିକ ବ୍ୟକ୍ତିଙ୍କ ପ୍ରତି ଆଗ୍ରହ ବଢ଼ିପାରେ। ଏହି ମାସ ବୈବାହିକ ସମ୍ପର୍କ ପାଇଁ କମ୍ ଅନୁକୂଳ ହେବ, କାରଣ ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ତଥାପି ସମ୍ପର୍କରେ ପ୍ରେମ ରହିବ। ପାରିବାରିକ ଜୀବନରେ ଖୁସି ଏବଂ ସନ୍ତୋଷର ଭାବନା ରହିବ, ଯାହା ଆପଣଙ୍କୁ ଖୁସି କରିବ। ଆପଣଙ୍କ ସ୍ୱାସ୍ଥ୍ୟ ଅନୁକୂଳ ରହିବ, କିନ୍ତୁ ଆପଣଙ୍କୁ ଛୋଟ ଛୋଟ ସମସ୍ୟା ପ୍ରତି ସତର୍କ ରହିବା ଉଚିତ। ଛାତ୍ରମାନଙ୍କୁ କଠିନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ଚାକିରି କରୁଥିବା ଲୋକଙ୍କ ପାଇଁ ମାସଟି ଭଲ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଲାଭ ପାଇବାର ସମ୍ଭାବନା ରହିପାରେ। ଆପଣଙ୍କ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ଜଣେ ଭଲ ଗାଇଡର ଆବଶ୍ୟକତା ପଡ଼ିପାରେ। ତୁମର ଇଚ୍ଛା ପୂରଣ ହେଲେ ତୁମେ ଖୁସି ହେବ ଏବଂ ତୁମର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣଙ୍କ ରାଶିରେ ବୃହସ୍ପତି ମହାରାଜଙ୍କ ଉପସ୍ଥିତ ସହିତ ଆପଣଙ୍କର ସମସ୍ତ କାମ କିଛି ନା କିଛି ଉପାୟରେ ସମାପ୍ତ ହେବ, ଯାହା ଆପଣଙ୍କୁ କେବଳ ଖୁସି କରିବ ନାହିଁ, ବରଂ ଆପଣଙ୍କୁ ଅନେକ ଲାଭ ମଧ୍ୟ ମିଳିବ। ମାସର ଶେଷରେ ଭାଗରେ ଆପଣଙ୍କ ବିଦେଶ ଯିବାରେ ସଫଳତା ପାଇପାରନ୍ତି। କ୍ୟାରିୟର ଦୃଷ୍ଟିକୋଣରୁ ଏହି ମାସଟି ଭଲ ହେବାର ସମ୍ଭାବନା ଅଛି। ଦଶମ ଘରର କର୍ତ୍ତା ଶନି ମହାରାଜ, ଯିଏକି ଆପଣଙ୍କ ଭାଗ୍ୟ ଘରର ମଧ୍ୟ କର୍ତ୍ତା, ମାସ ସାରା ସୂର୍ଯ୍ୟ, ବୁଧ, ଶୁକ୍ର ଏବଂ ରାହୁଙ୍କ ସହିତ ଏକାଦଶ ଘରେ ଉପସ୍ଥିତ ରହିବେ, ଯାହା ହେତୁ ଆପଣ କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ। ଆପଣଙ୍କ ଉପରେ କାମର ଚାପ ରହିବ, କିନ୍ତୁ ଆପଣ ଏଥିରେ ହାର ମାନିବେ ନାହିଁ, ବରଂ ଆପଣଙ୍କୁ ଚ୍ୟାଲେଞ୍ଜ ଗ୍ରହଣ କରିବେ ଏବଂ କଠିନ ପରିଶ୍ରମ କରିବେ, ଯାହା ଫଳରେ ଆପଣ କର୍ମକ୍ଷେତ୍ରରେ ସଫଳତା ପାଇବେ। ତଥାପି ତୁମର ଉପରିସ୍ଥ ଅଧିକାରୀଙ୍କ ସହ ତୁମର ସମ୍ପର୍କ ଯେପରି ଖରାପ ନ ହୁଏ, ସେଥିପାଇଁ ତୁମକୁ ସମୟ ସମୟରେ ପରିସ୍ଥିତି ଉପରେ ନଜର ରଖିବାକୁ ପଡ଼ିବ। ଷଷ୍ଠ ଘରର ଅଧିପତି ବୁଧ ମଧ୍ୟ ସମଗ୍ର ମାସ ପାଇଁ ଏକାଦଶ ଘରେ ରହିବେ। ଏହି କାରଣରୁ ଆପଣ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଏବଂ ଆପଣଙ୍କ ଉପରିସ୍ଥ ଅଧିକାରୀଙ୍କ ସହିତ ମିଶିବାରେ କିଛି ଅସୁବିଧା ହେବ। ତଥାପି ଦେବଗୁରୁ ବୃହସ୍ପତି ଆପଣଙ୍କ ରାଶିରେ ଉପସ୍ଥିତ ରହିବେ ଏବଂ ଆପଣଙ୍କୁ ସଠିକ୍ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବେ। ଦ୍ୱିତୀୟ ଘରେ ମଙ୍ଗଳ ଗ୍ରହ ଆପଣଙ୍କୁ ଆରମ୍ଭରେ ଟିକେ କ୍ରୋଧିତ କରିବ, କିନ୍ତୁ ତୃତୀୟ ତାରିଖରେ ଆପଣ ତୃତୀୟ ଘରେ ପ୍ରବେଶ କରିବେ। ଏପରି ପରିସ୍ଥିତିରେ ଆପଣଙ୍କ ସାହସ, ବୀରତ୍ୱ ବୃଦ୍ଧି ପାଇବ ଏବଂ ଆପଣ କଠିନ ପରିଶ୍ରମ କରିବେ, ଯାହା ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ସକାରାତ୍ମକ ଫଳାଫଳ ପାଇବାରେ ସାହାଯ୍ୟ କରିବ। ମଙ୍ଗଳ ଗ୍ରହ ମଧ୍ୟ ତୁମର ସପ୍ତମ ଘରର କର୍ତ୍ତା, ତେଣୁ ବ୍ୟବସାୟ ପାଇଁ ମଧ୍ୟ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ, କିନ୍ତୁ ତୁମକୁ ବିପଦ ନେବାକୁ ପଡ଼ିବ। କେବଳ ଏହା ମାଧ୍ୟମରେ ଆପଣ ଆଗକୁ ବଢ଼ିପାରିବେ ଏବଂ ବ୍ୟବସାୟ ପାଇଁ କିଛି ନୂତନ କାର୍ଯ୍ୟ କରିପାରିବେ। ପ୍ରେମ ଏବଂ ବିବାହ। ଯଦି ଆପଣ ପ୍ରେମ ସମ୍ପର୍କରେ ଅଛନ୍ତି, ତେବେ ଏହି ମାସଟି ଆପଣଙ୍କ ପାଇଁ ବହୁତ ଭଲ ପାଇବାରେ ପୂର୍ଣ୍ଣ ହେବ। କେତୁ ମହାରାଜ ସମ୍ପୂର୍ଣ୍ଣ ମାସ ପାଇଁ ପଞ୍ଚମ ଘରେ ରହିବେ, ଯାହା ପାରମ୍ପରିକ ବୁଝାମଣାର ଅଭାବ, ପରସ୍ପରକୁ ଠିକ୍ ଭାବରେ ବୁଝି ନ ପାରିବା କାରଣରୁ ସମ୍ପର୍କରେ ଉତ୍ତେଜନାକୁ ସୂଚିତ କରୁଛି। ପଞ୍ଚମ ଘରେ ଶୁକ୍ର ଏବଂ ବୁଧ ଭଳି ଗ୍ରହଙ୍କ ଦୃଷ୍ଟି ହେତୁ ସମ୍ପର୍କରେ ପ୍ରେମରେ ପରିପୂର୍ଣ୍ଣ ମୁହୂର୍ତ୍ତ ଆସିବ ଏବଂ ଆପଣ ପରସ୍ପରକୁ ଗୁରୁତ୍ୱ ମଧ୍ୟ ଦେବେ। କିନ୍ତୁ ଶନି ଏବଂ ସୂର୍ଯ୍ୟ ରାହୁଙ୍କ ସହିତ ଏକାଦଶ ଘରରୁ ପଞ୍ଚମ ଘରକୁ ଦୃଷ୍ଟି ଦେବେ, ଯାହା ପୁଣି ଥରେ ପ୍ରେମ ସମ୍ପର୍କରେ ସମସ୍ୟା ସୃଷ୍ଟି କରିପାରେ। ପାରମ୍ପରିକ ଭୁଲ ବୁଝାମଣା ଯୋଗୁଁ ଝଗଡ଼ା ଏବଂ କଲହ ପରିସ୍ଥିତି ସୃଷ୍ଟି ହୋଇପାରେ। ଏହା ବ୍ୟତୀତ ମାସର ଆରମ୍ଭରେ ମଙ୍ଗଳଙ୍କ ଦୃଷ୍ଟି ପଞ୍ଚମ ଘରେ ମଧ୍ୟ ରହିବାକୁ
ଯାହାକୁ ଭଲ ବୋଲି କୁହାଯାଇପାରିବ ନାହିଁ। ତେଣୁ ଝଗଡ଼ା ଏବଂ କଲହ ହେବାର ସମ୍ଭାବନା ରହିବ। ତଥାପି ପଞ୍ଚମ ଘରେ ଦେବଗୁରୁ ବୃହସ୍ପତି ଦୃଷ୍ଟି ହେତୁ ଆପଣଙ୍କ ସମ୍ପର୍କ ଅକ୍ଷୁଣ୍ଣ ରହିବ ଏବଂ ଧୀରେ ଧୀରେ ଏହାକୁ ଆପଣ ମଧ୍ୟ ସମ୍ଭାଳି ପାରିବେ। ଯଦି ଆମେ ବୈବାହିକ ସମ୍ପର୍କ ବିଷୟରେ କଥା ହେବା, ତେବେ ସପ୍ତମ ଘରର ସ୍ୱାମୀ ମଙ୍ଗଳ ମାସର ଆରମ୍ଭରେ ଦ୍ୱିତୀୟ ଘରେ ରହିବେ ଏବଂ ତାପରେ ତୃତୀୟ ଘରକୁ ଯିବେ। ଏହି କାରଣରୁ ମାସର ଆରମ୍ଭରେ ଆପଣ ଜୀବନସାଥୀ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କିନ୍ତୁ ସେହି ମାସର 3 ତାରିଖରେ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ସହିତ ଅହଙ୍କାର ସଂଘର୍ଷ ସମ୍ଭବ। ବୃହସ୍ପତି ମହାରାଜଙ୍କ ଦୃଷ୍ଟି ସପ୍ତମ ଘରେ ରହିବ, ଯାହା ବିବାହକୁ ସୁରକ୍ଷା ଦେବ, ତଥାପି ଚ୍ୟାଲେଞ୍ଜ ରହିବ। 2025 ମସିହା ଏପ୍ରିଲ ମାସିକ ରାଶିଫଳ ଅନୁସାରେ ଏହି ମାସ ପାରିବାରିକ ଜୀବନ ପାଇଁ ଉତ୍ଥାନ ପତନ ପରିପୂର୍ଣ୍ଣ ହେବାର ସମ୍ଭାବନା ଅଛି। ମାସ ଆରମ୍ଭରେ ଭଗବାନ ମଙ୍ଗଳ ଦ୍ୱିତୀୟ ଘରେ ରହିବେ, ଯାହା ଫଳରେ ପରିବାରର ସଦସ୍ୟ ମଧ୍ୟରେ ଝଗଡ଼ା ହୋଇପାରେ ଏବଂ ଆପଣ ଆକ୍ରମଣାତ୍ମକ ଭାବରେ କଥାବାର୍ତ୍ତା କରିବା କାରଣରୁ ସମସ୍ୟା ହୋଇପାରେ। ଏହାପରେ ମଙ୍ଗଳ ଦ୍ୱିତୀୟ ଘରେ ପ୍ରବେଶ କରିବେ, ଯାହା ଏହାର ନୀଚ ରାଶି କର୍କଟ ହେବ। ଏପରି ପରିସ୍ଥିତିରେ ଆପଣ ଭାଇ ଭଉଣୀମାନେ ଶାରୀରିକ ଏବଂ ମାନସିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହି ସମୟରେ ସେମାନଙ୍କ ସହିତ ଆପଣ ବନ୍ଧୁତ୍ୱପୂର୍ଣ୍ଣ ନ ରହିବା ସମ୍ଭବ, ତେଣୁ ଆପଣଙ୍କୁ ଏହା ମନେ ରଖିବାକୁ ପଡ଼ିବ। ଚତୁର୍ଥ ଘରର ପ୍ରଭୁ ସୂର୍ଯ୍ୟ ମହାରାଜ ମାସ ଆରମ୍ଭରେ ଏକାଦଶ ଘରେ ରହିବେ, ଯାହା ଫଳରେ ଆପଣ ଆପଣଙ୍କ ମାତାଠାରୁ ଲାଭ ପାଇବେ କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ଦ୍ୱାରା କଷ୍ଟ ଭୋଗିପାରନ୍ତି। ତଥାପି ଯେତେବେଳେ ସୂର୍ଯ୍ୟ ମହାରାଜ 14 ତାରିଖରେ ଆପଣଙ୍କ ଦ୍ୱାଦଶ ଘରେ ଉଚ୍ଚ ସ୍ଥାନ ପାଇବେ, ସେତେବେଳେ ଆପଣ ମାତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେବ ଏବଂ ଆପଣଙ୍କ ଘରକୁ ମଧ୍ୟ ଖୁସି ଆସିବ। ନବମ ଏବଂ ଦଶମ ଘରର ଭଗବାନ ଶନି ମହାରାଜ ଏକାଦଶ ଘରେ ରହିବେ, ଯାହାଦ୍ୱାରା ଆପଣଙ୍କ ଏବଂ ଆପଣଙ୍କ ପିତା ମଧ୍ୟରେ ବିବାଦ ବଢ଼ିପାରେ। ତେଣୁ ଆପଣ ଏହି ମାସରେ ସତର୍କ ରହିବା ଉଚିତ ଏବଂ ଆପଣଙ୍କ ପାରିବାରିକ ଜୀବନକୁ ସୁଗମ ଭାବରେ ଚଳାଇବା ପାଇଁ ଆପଣଙ୍କ ରାଶିରେ ଉପସ୍ଥିତ ବୃହସ୍ପତି ମହାରାଜଙ୍କ ମାର୍ଗଦର୍ଶନ ଲୋଡ଼ିବା ଉଚିତ। ଏହା ଆପଣଙ୍କ ପାରିବାରିକ ଜୀବନକୁ ଖୁସି କରିବ। ପ୍ରତିକାର: ତୁମେ ତୁମର ରାଶିର ଶାସକ ଗ୍ରହ ଶୁକ୍ରଙ୍କ ବୀଜ ମନ୍ତ୍ର ଜପ କରିବା ଉଚିତ। ଏକ ସ୍ଫଟିକ ମାଳା ବ୍ୟବହାର କରି ବୁଧବାର ଦିନ ଶ୍ରୀ ଗଣେଶ ମହାରାଜଙ୍କୁ ଦୁର୍ବା ଘାସ ଅର୍ପଣ କରନ୍ତୁ। ଆପଣଙ୍କ ଭାଗ୍ୟକୁ ସୁଦୃଢ଼ କରିବା ପାଇଁ ଶନି ଦେବଙ୍କ ପୂଜା ସବୁଠାରୁ ଲାଭଦାୟକ ହେବ। ବୁଧବାର ଦିନ କଳା ତିଳ ଦାନ କରିବା ଉଚିତ।